ଯାହା ତମେ କ'ଣ କେବେ ଭାବିଥିଲ? ନା। ପଛରେ ରହସ୍ୟ ତୁମର କ'ଣ? ସଫଳତାର ରହସ୍ୟ କହିବାକୁ ଗଲେ ଫାଷ୍ଟ ଅଫ୍ ଅଲ୍ ନିଜକୁ ପାଠ ପଢ଼ିବାକୁ ପଡ଼ିବ ଏବଂ ଗୋଟେ ଷ୍ଟୁଡେଣ୍ଟ ଲାଇଫ୍ରେ ହେଉଛି କ'ଣ ଫାଷ୍ଟ ଡିସିପ୍ଲିନ୍, ଟିଚର୍ମାନଙ୍କୁ ରେସ୍ପେକ୍ଟ ଏବଂ ଟାଇମ୍ ମ୍ୟାନେଜମେଣ୍ଟ ଏବଂ କୋଚିଂର ଯେକୌଣସି ବି ରୁଲ୍ ରେଗୁଲେସନ୍ ରହିଲା ତାକୁ ଫାଷ୍ଟ ମାନିକି ଚଳିବା। ଆମେ ଆସିବା ସାର୍ ମ୍ୟାଡ଼ାମକୁ ରେସ୍ପେକ୍ଟ କରିବାନି, ପାଠ ପଢ଼ିବାନି, ମନ ଇଚ୍ଛା ଟାଇମ୍ରେ ଆସିବା, ମନ ଇଚ୍ଛା ଟାଇମ୍ରେ ଯିବା, ଏସବୁ ହେଉଛି ଗୋଟେ ଷ୍ଟୁଡେଣ୍ଟ ଲାଇଫ୍ର ଲକ୍ଷଣ ନୁହେଁ ଏସବୁ। ତେଣୁ ଫାଷ୍ଟ ଅଫ୍ ଅଲ୍ ସମସ୍ତଙ୍କୁ ମୁଁ କହିବାକୁ ଚାହେଁ କୋଚିଂର ଯାହା ବି ରୁଲ୍ ରହିଲା ତାକୁ ମାନିବାକୁ ପଡ଼ିବ ଏବଂ ଟିଚର୍ମାନଙ୍କୁ ରେସ୍ପେକ୍ଟ ଦେବାକୁ ପଡ଼ିବ ଏବଂ କାହା ଉପରେ ଆମେ ଡିପେଣ୍ଡେଣ୍ଟ ହେବାନି ପାଠ ପାଇଁ। ଆମେ ନିଜେ କେତେ ପାଠ ପଢ଼ୁଛେ, ନିଜେ କେତିକି ପାଠ ଆଚିଭ୍ କରୁଛେ, ଏକ୍ଜାମ୍ ହଲ୍ରେ ଆମେ ସମସ୍ତଙ୍କଠୁ ତାକୁ ଦେଖିବା କାହିଁକି? ନିଜେ କେତିକି ପାଠ ପଢ଼ିକି ଆସୁଛେ, ନିଜେ କେତିକି ପରିଶ୍ରମ କରୁଛେ ତାକୁ ଆମେ ନିଜ ଖାତାରେ ଲେଖିବାକୁ ଚେଷ୍ଟା କରିବା। ଆଗ ଯାଉ କିନା ଆମେ ଲେଖୁନେ ଇଏ କ'ଣ କରୁଛି ତା ଖାତାକୁ ଅନେଇବା, ସିଏ କ'ଣ ଲେଖୁଛି ତା ଖାତାକୁ ଅନେଇବା। ସେମିତି କଲେ ଆମେ କେବେ ବି ସକ୍ସେସ୍ ପାଇପାରିବା ନାହିଁ। ତେଣୁ ମୁଁ ସମସ୍ତଙ୍କୁ କହୁଛି ନିଜେ ସେଲ୍ଫ ରେସ୍ପେକ୍ଟ ନିଜର ବୋଲି କିଛି ରଖ ଏବଂ ତାପରେ ଯଦି କିଛି ନ ଆସୁଛି ପରୀକ୍ଷାରେ, ଯଦି ବି କିଛି ବି ନ ଆସୁଛି